Hi everyone, welcome back to Odisha Lab. Dear student, today we are discussing about the plus 3 5 semester economics honors Indian economy core 11 selective questions for 2025 to 2026 ହେଲା ଆପଣ 2025-26 ଇୟର ପାଇଁ ଆମେ ସିଲେକ୍ଟିଭ କ୍ୱେଶ୍ଚନ ଗୁଡାକ ଡିସ୍କସନ କରିବା ଯାହାକି ଆପଣଙ୍କ 5 ସେମିଷ୍ଟର ଇକୋନୋମିକ୍ସ ଅନର୍ସ କୋର ଏକ୍ସଆଇ ବା କୋର 11 ବୋଲି କହିପାରିବେ ଇଣ୍ଡିଆନ ଇକୋନୋମି ଯୋଉଟା ଅଛି ହେଲା ଆପଣଙ୍କ କଣ ସବୁ ସିଲେକ୍ଟିଭ ରହିବ ଆପଣଙ୍କୁ ଫୁଲ ଡିଟେଲ୍ସ এই ଭିଡିଓରେ କହିବି ତେଣୁକରି ଭିଡିଓକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ ଯଦି ଚ୍ୟାନେଲଟିକୁ ପ୍ରଥମ କରି ଆସୁଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରି ଅଲ୍ ସେଟ୍ କରିଦିଅନ୍ତୁ ଯାହାଫଳରେ ଆଗକୁ ଏମିତି ଲାଟେଷ୍ଟ ଇନଫର୍ମେସନ ଅପଡେଟ୍ ବା ପ୍ରସ୍ତୁତ ଯାହା ବି ଆପଣଙ୍କ ଇକୋନୋମିକ୍ସ ଅନର୍ସ ସିଲେକ୍ଟିଭ କୋଶ୍ଚିନ୍ ଅପଲୋଡ ହେବ ଏହି ଚ୍ୟାନେଲରେ ସର୍ବପ୍ରଥମେ ଆପଣମାନେ ନୋଟିଫିକେସନ ଜରିଆରେ ଜାଣିପାରିବେ ଆଉ ଯଦି এই କୋଶ୍ଚିନ୍ ଗୁଡାକ ଆପଣମାନଙ୍କ ହେଲ୍ପଫୁଲ ହେବ ବା ଆପଣଙ୍କୁ ଭଲ ଲାଗିବ ତାହେଲେ ଆପଣମାନେ ଆପଣଙ୍କ ସାଙ୍ଗସାଥିମାନଙ୍କୁ ଭିଡ଼ିଓଟିକୁ ସେୟାର କରିବେ ଦେଖନ୍ତୁ ଏଇଟା ଆପଣଙ୍କ ମୁଁ ଆଜି 2 ମାର୍କିଆ 3 ମାର୍କିଆ ଏବଂ 7 ମାର୍କିଆ ସିଲେକ୍ଟିଭ କୋଶ୍ଚିନ୍ ଦେବି ହେଲା ତ କେଉଁ ସବୁ କୋଶ୍ଚିନ୍ ଗୁଡାକ ରହିବ ଚାଲନ୍ତୁ ଡିସ୍କସନ କରିବା ଫାର୍ଷ୍ଟ କୋଶ୍ଚିନ୍ ରହିବ ଆପଣଙ୍କ 2 ମାର୍କ କୋଶ୍ଚିନ୍ ଯୋଉଟା କି ହେଉଛି ଫାର୍ଷ୍ଟ କୋଶ୍ଚିନ୍ ହ୍ୱାଟ ଇଜ କଲୋନିଆଲିଜିମ୍ এটা ଗୋଟେ ইম্পর্টেন্ট কোশ্চেন ଆପଣଙ୍କ ବାର ବାର ଏକ୍ସାମରେ ଆସେ হয়তো এ ବର୍ଷ ବି ଆସିପାରେ ହେଲା ଆପଣମାନେ ନିହାତି ପଢିକି ଯିବା ଦରକାର ଆବଶ୍ୟକ ହେଲା ତାପରେ what is meant by commercialization of agriculture commercial agriculture କଣ ସେଟା ଆପଣମାନେ ଲେଖିବେ ହେଲା ତାପରେ ରହିବ 3 ନମ୍ବରରେ what is deindustrialization deindustrialization କଣ ସେଟା ଆପଣମାନେ ପଢିକି ନେକ୍ସଟ ଆପଣଙ୍କର ରହିବ mention two objectives of MGNREGA ଆପଣଙ୍କ ଏଇଟାର ଅବଜେକ୍ଟିଭ କଣ ସେଇଟା ଆପଣଙ୍କୁ ହେଲା ତାପରେ ଆପଣଙ୍କର ଆସିବ what is third stage of demographic transition ଆପଣଙ୍କ demographic transition ର ତୃତୀୟ ସ୍ଟେଜ କଣ ତୃତୀୟ ସ୍ତର କଣ ହେଲା ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଆପଣଙ୍କ ଯୋଉ ପାଞ୍ଚଟି ଷ୍ଟେଜ ରହିଛି ଡେମୋଗ୍ରାଫିକ ଟ୍ରାନଜିସନ ର ସେଇ ସବୁ ଗୁଡାକ ଆପଣମାନେ ପଢିକି ଯିବେ ହୁଏତ ଆପଣଙ୍କ ଫାର୍ଷ୍ଟ ଷ୍ଟେଜ ଦେଇପାରେ ସେକେଣ୍ଡ ଷ୍ଟେଜ ଦେଇପାରେ ଥାର୍ଡ ଷ୍ଟେଜ ଦେଇପାରେ ଫୋର୍ଥ ଷ୍ଟେଜ ଦେଇପାରେ ଫିଫ୍ଥ ଷ୍ଟେଜ ଦେଇପାରେ ଆପଣମାନେ ଇଜିଲି ଆନ୍ସର କରିପାରିବେ କିମ୍ବା ଆପଣଙ୍କ ହ୍ୱାଟ ଇଜ ଦ ଷ୍ଟେଜ 5 ଷ୍ଟେଜ ଅଫ ଡେମୋଗ୍ରାଫିକ ଟ୍ରାନଜିସନ ଏଭଳି ଗୋଟେ କ୍ୱେଶ୍ଚନ ଆପଣଙ୍କ ଯଦି ଲଙ୍ଗ କ୍ୱେଶ୍ଚନରେ ଆସେ ଆପଣମାନେ ନିହାତି ଲେଖିପାରିବେ ହେଲା ତ ଥାର୍ଡ ଷ୍ଟେଜ ଅଫ ଡେମୋଗ୍ରାଫିକ ଟ୍ରାନଜିସନ ତାପରେ ଆପଣ ଆଉ ଗୋଟେ କ୍ୱେଶ୍ଚନ ମୁଁ ଦେବି ଡେମୋଗ୍ରାଫିକ ଡିଭାଇଡେଡ କହିଲେ କଣ ସେଇଟା ବି ପଢିକି ଆପଣଙ୍କ ଡେମୋଗ୍ରାଫିକ ଡିଭାଇଡେଡ এইটা କହିଲେ କଣ ବୁଝ ସେଇଟା ବି ଆପଣ ପଢିକି ନେକ୍ସଟ ଆପଣଙ୍କ 3 ମାର୍କିଆ କ୍ୱେଶ୍ଚନ ସବୁ କଣ ସବୁ ଆସିବ ଦେଖନ୍ତୁ 3 ମାର୍କିଆରେ ଆସିବ ଆପଣଙ୍କ what do you mean by stagnant economy କହିଲେ କଣ ବୁଝ ଏଇଟା ଗୋଟେ ଆପଣଙ୍କ very important questions ହେଲା ତାପରେ ଆପଣଙ୍କ ଏଇ କ୍ୱେଶ୍ଚନ ଗୁଡାକ ଯାହା ଦେଇଛି ଆପଣଙ୍କ ସବୁ କ୍ୱେଶ୍ଚନ ଗୁଡାକ important ହେଲା ରହିବ what are the causes of responsible for economic trend from India during British period ହେଲା ଏଇଟା ଗୋଟେ important question କଣ ସବୁ କାରଣ ଥିଲା ସେ ଇକୋନୋମିକ ଟ୍ରେଣ୍ଡ ଫ୍ରମ ଇଣ୍ଡିଆ ଡ୍ୟୁରିଂ ବ୍ରିଟିଶ ପିରିୟଡ ଯୋଉ ଇକୋନୋମିକ ଟ୍ରେଣ୍ଡ ପାଇଁ ଯୋଉ ଥିଲା ଇଣ୍ଡିଆର ବ୍ରିଟିଶ ପିରିୟଡ ସମୟରେ ସେଟା କଣ ସବୁ ପ୍ରୋଜେକ୍ଟ ଥିଲା ରେସ୍ପନ୍ସିବୁଲ ଥିଲା ସେଇଗୁଡାକ ଲେଖିବେ ଆପଣଙ୍କ 3 ନମ୍ବର what do you meant by regional disparities ହେଲା regional disparities ଦେଇପାରେ କିମ୍ବା regional imbalance ବୋଲି ଦେଇପାରେ ଆପଣମାନେ ଯୋଉଟା ଆସିଥିବ ଏକ୍ସାମରେ ସେଇଟା ଆପଣଙ୍କୁ ଗୋଟେ କ୍ୱେଶ୍ଚନ ହେଲା ରିଜିଓନାଲ ଡିସ୍ପାରିଟିଜ ବୋଲି ଆସିପାରେ କିମ୍ବା ରିଜିଓନାଲ imbalance ବୋଲି
ବି ଆସିପାରେ। ଦୁଇଟା ସେମ୍ କ୍ୱେଶ୍ଚନ୍ ଆପଣ ମାନେ ପଢିକି ଯିବେ, ଏଇଟା ବି ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍। ନେକ୍ସଟ ଆପଣଙ୍କ ରହିବ ଡିସ୍କସ୍ ଦି କଜେସ୍ ଅଫ୍ ଲୋ ଇନଭେଷ୍ଟମେଣ୍ଟ ଇନ୍ ଇଣ୍ଡିଆ। ଲୋ କଜେସ୍ ସରି ଲୋ ଇନଭେଷ୍ଟମେଣ୍ଟର କଜେସ୍ ଗୁଡାକ କଣ କଣ ସେଟା ଡିସ୍କସ୍ କରିବେ। ଆପଣଙ୍କ ଏଇଟା 3 ମାର୍କିଆ ରହିବ। ନେକ୍ସଟ ଆପଣଙ୍କର ରହିବ 5 ନମ୍ବର briefly describe the causes of jobless growth in Indian economy। ହେଲା, ଏଇଥିଲା ଆପଣଙ୍କ 3 ମାର୍କିଆ କ୍ୱେଶ୍ଚନ୍ ଗୁଡାକ। ତାପରେ ନେକ୍ସଟ ରହିବ 7 ମାର୍କିଆ କ୍ୱେଶ୍ଚନ୍। 7 ମାର୍କିଆରେ କଣ ସବୁ ରହିବ ଦେଖନ୍ତୁ, create the present position of unemployment in India। ଇଣ୍ଡିଆରେ ଆପଣଙ୍କ ଯୋଉ ଅନଏମ୍ପ୍ଲୟମେଣ୍ଟ ରହିଛି ତାର ପ୍ରେଜେଣ୍ଟ ପୋଜିସନ କଣ ରହିଛି ଆପଣ ମାନେ ସେଇଟା ବ୍ୟାଖ୍ୟା କରିବେ। ନେକ୍ସଟ ଆପଣଙ୍କ suggest suitable measures to solve this problem। କଣ ସବୁ ପଦକ୍ଷେପ ନିଆଯିବ ସେଇ ଯୋଉ ଅନଏମ୍ପ୍ଲୟମେଣ୍ଟ ରହିଛି ତାକୁ ସଲ୍ଭ କରିବା ପାଇଁ, ସେଗୁଡାକୁ ବି ଲେଖିବେ। ଆଉ ଆପଣଙ୍କ ଏଥି ବି ଆସିପାରେ ଆପଣଙ୍କର ଗଭର୍ଣ୍ଣମେଣ୍ଟ ଏ ବର୍ଷ ନୂଆ କ୍ୱେଶ୍ଚନ୍ ଆସିପାରେ ଆପଣଙ୍କ କ୍ୱେଶ୍ଚନ୍ ଆସିବ କି ଗଭର୍ଣ୍ଣମେଣ୍ଟ କଣ ସବୁ ସୁବିଧା ନେଇଛି ଅନଏମ୍ପ୍ଲୟମେଣ୍ଟ ଦୂର କରିବା ପାଇଁ, ଇଣ୍ଡିଆରୁ ଅନଏମ୍ପ୍ଲୟମେଣ୍ଟ ଦୂର କରିବା ପାଇଁ କଣ ସବୁ ପଦକ୍ଷେପ ନେଇଛି ସେ ଉପରେ ଗୋଟେ କ୍ୱେଶ୍ଚନ୍ ଆସିପାରେ। ହେଲା, ତାପରେ ରହିବ what is economic planning, discuss the strategies of Indian planning। ହେଲା, ଏଇଟା ବି ଆସିପାରେ। ଆଉ ଆପଣଙ୍କ ନେକ୍ସଟ ଆସିପାରେ ଆପଣଙ୍କ କଣ କୁହନ୍ତି ତାକୁ, explain the causes of rapid population growth in India। এটা ତ ଆସି କିନ୍ତୁ ଏ ବର୍ଷ ଆସିବାର ହେତେ ବି ଚାନ୍ସ ନାହିଁ, କିନ୍ତୁ ଆପଣଙ୍କ ଯୋଉ ଅନଏମ୍ପ୍ଲୟମେଣ୍ଟ ରହିଛି ସେଟା କେମିତି ଦୂର ହେବ ସେଇଟା ଉପରେ କ୍ୱେଶ୍ଚନ୍ ଆସିପାରେ। ଏବଂ ଯୋଉ 2025-26 ଇୟର ପାଇଁ ଯୋଉ ବଜେଟ ପ୍ଲାନ୍ ଅଛି ସେ ଉପରେ ଗୋଟେ କ୍ୱେଶ୍ଚନ୍ ଆସିପାରେ। ଆଉ ଯୋଉ ଅନଏମ୍ପ୍ଲୟମେଣ୍ଟ ବା ପଭର୍ଟିକୁ ଦୂର କରିବା ପାଇଁ ଯୋଉ ଗଭର୍ଣ୍ଣମେଣ୍ଟ ନୂଆ ନୂଆ କଣ କହନ୍ତି ତାକୁ ଯୋଜନା ମାନେ କରୁଛନ୍ତି ସେ ଉପରେ ଗୋଟେ କ୍ୱେଶ୍ଚନ୍ ଆସିପାରେ। ଆପଣ ମାନେ ସେଇଟା ବି ପ୍ଲାନିଂ କରି ପଢିକି ଯିବେ। ତ ଆଶା କରୁଛି ଭିଡ଼ିଓଟି ସମସ୍ତଙ୍କୁ ହେଲ୍ପଫୁଲ୍ ହେବ, କ୍ୱେଶ୍ଚନ୍ ଗୁଡାକ ହେଲ୍ପଫୁଲ୍ ହେବ। ଯଦି ଭିଡ଼ିଓଟି ଭଲ ଲାଗିଲା ଭିଡ଼ିଓଟିକୁ ଲାଇକ୍ କରିବା ସହ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ଅଲ୍ରେ ସେଟ୍ କରିଦିଅନ୍ତୁ, ଯାହାଫଳରେ ଯାହା ବି ଭିଡ଼ିଓ ଅପଲୋଡ଼ ହେବ ଏଇ ଚ୍ୟାନେଲରେ ସର୍ବପ୍ରଥମେ ଆପଣମାନେ ନୋଟିଫିକେସନ୍ ଜରିଆରେ ପାଇପାରିବେ। ଆଉ ସାଙ୍ଗସାଥିମାନଙ୍କୁ ଭିଡ଼ିଓଟିକୁ ସେୟାର କରିଦିଅନ୍ତୁ, ସେମାନେ ବି ମଧ୍ୟ ଏହି ସୁଯୋଗ ପାଇ ସେମାନେ ମଧ୍ୟ ହେଲ୍ପଫୁଲ୍ ହେଇପାରିବେ। ଧନ୍ୟବାଦ, ଜୟ ଜଗନ୍ନାଥ।